ଗୋଟିଏ ଗଧ ଦିନରାତି ପରିଶ୍ରମ କରେ କିନ୍ତୁ କଦାପି ଜଙ୍ଗଲର ରାଜା ହୋଇପାରେ ନାହିଁ। ଯଦି କେବଳ ଶାରୀରିକ ପରିଶ୍ରମରେ ମଣିଷ ଧନୀ ହୋଇପାରୁଥାନ୍ତା ତେବେ ଜଣେ ଶ୍ରମିକ ଆଜି ଦୁନିଆର ସବୁଠୁ ଶକ୍ତିଶାଳୀ ବ୍ୟକ୍ତି ହୋଇଥାନ୍ତା। ଆଚାର୍ଯ୍ୟ ଚାଣକ୍ୟ କହନ୍ତି, ଧନୀ ହେବା ଏକ ଯୁଦ୍ଧ ଏବଂ ଏହି ଯୁଦ୍ଧରେ କେବଳ ସେହି ବିଜୟୀ ହୁଏ ଯିଏ ସର୍ବାଧିକ ଅନୁଶାସିତ। ଯଦି ଆପଣ ଆଜି ବି ନିଜ ସମୟକୁ ଅନାବଶ୍ୟକ ଲୋକ ଏବଂ ଅନାବଶ୍ୟକ ଅଭ୍ୟାସରେ ନଷ୍ଟ କରୁଛନ୍ତି ତେବେ ଆପଣ ଧନୀ ହେବାର ଯୋଗ୍ୟ ନୁହନ୍ତି। କାରଣ ଧନ ସେହି ପାତ୍ରରେ ରହେ ନାହିଁ ଯେଉଁଠି ସଂଯମର ଅଭାବ ଥାଏ। ଆଜି ଆମେ ସେହି କଠୋର ରଣନୀତି ବିଷୟରେ ଆଲୋଚନା କରିବା ଯାହା ଆପଣଙ୍କୁ ଧନର ଦାସ ନୁହେଁ ବରଂ ଧନକୁ ଆପଣଙ୍କର ଦାସ କରିବା ଶିଖାଇବ। ଆଜି ଆପଣଙ୍କର ଧୈର୍ଯ୍ୟ, ବୁଦ୍ଧି ଓ ବିବେକର ପରୀକ୍ଷା ହେବାକୁ ଯାଉଛି। ତେଣୁ ଧ୍ୟାନ ଓ ଧୈର୍ଯ୍ୟର ସହ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଓ ଶେଷରେ ଥିବା ପ୍ରଶ୍ନର ଉତ୍ତର ଦେଇ ନିଜର ବୁଦ୍ଧିକୁ ଉଜାଗର କରନ୍ତୁ। ଏକ ଗମ୍ଭୀର ସ୍ୱରରେ ଆଚାର୍ଯ୍ୟ ଚାଣକ୍ୟ ଚନ୍ଦ୍ରଗୁପ୍ତଙ୍କୁ କହିଲେ, ହେ ଚନ୍ଦ୍ରଗୁପ୍ତ, ତୁମେ ଜାଣିଛ କି ଏହି ସଂସାରରେ ଜଣେ ଭାଗ୍ୟବାନ ଧନୀ ଏବଂ ଜଣେ ଅଭାବୀ ଦରିଦ୍ର ମଧ୍ୟରେ କେବଳ ଗୋଟିଏ ମାତ୍ର ପ୍ରଭେଦ ଥାଏ, ତାହା ହେଉଛି ଧନ। ଧନ ବିଷୟରେ ଏକ ମହତ୍ତ୍ୱପୂର୍ଣ୍ଣ ସତ୍ୟ ଶୁଣ। ଧନ ସେହି ବ୍ୟକ୍ତିକୁ କଦାପି ମିଳେ ନାହିଁ ଯିଏ କେବଳ ଦିନରାତି ଦେହ କଷ୍ଟ କରି କଠିନ ପରିଶ୍ରମ କରେ। ଐଶ୍ୱର୍ଯ୍ୟ କେବଳ ସେହି ବ୍ୟକ୍ତିଙ୍କୁ ପ୍ରାପ୍ତ ହୁଏ ଯିଏ ଜାଣେ କି ଅନ୍ୟମାନଙ୍କ ଦ୍ୱାରା ଶ୍ରମ କିପରି କରାଯାଏ। ଅର୍ଥାତ୍ ଧନ ସର୍ବଦା ବୁଦ୍ଧିମାନ ବ୍ୟକ୍ତିଙ୍କ ନିକଟକୁ ହିଁ ଯାଏ। ଯଦି ତୁମକୁ ପର୍ଯ୍ୟାପ୍ତ ସମ୍ପତ୍ତି ଆବଶ୍ୟକ ତେବେ ନିଜର ମାନସିକ ଶକ୍ତିକୁ କର୍ମଠ କର, ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ କର, କେବଳ ହସ୍ତ ଦ୍ୱାରା ନୁହେଁ। ଜଣେ ନୃପତି କେବେ ନିଜେ ଶାରୀରିକ ଶ୍ରମ କରନ୍ତି ନାହିଁ କିମ୍ବା ଜଣେ ସାହୁକାର କେବେ ନିଜେ ମଜୁରୀ କରନ୍ତି ନାହିଁ। ମଜୁରୀ ସେହିମାନେ କରନ୍ତି ଯେଉଁମାନେ ସବୁଠାରୁ ଅଧିକ ପରିଶ୍ରମ କରନ୍ତି ଅଥଚ ସେମାନେ ଜୀବନ ସାରା ସବୁଠାରୁ ଅଧିକ ଦରିଦ୍ର ହୋଇ ରହିଥାନ୍ତି। ଚନ୍ଦ୍ରଗୁପ୍ତ ଅତ୍ୟନ୍ତ ବିନମ୍ରତାର ସହ ପଚାରିଲେ, ହେ ଗୁରୁଦେବ, ତେବେ ସୌଭାଗ୍ୟଶାଳୀ ବା ଧନବାନ ହେବାର ପ୍ରକୃତ ରହସ୍ୟ କ'ଣ? କାହିଁକି ପ୍ରତ୍ୟେକ ବ୍ୟକ୍ତି ଧନବାନ ହୋଇପାରନ୍ତି ନାହିଁ? ଚାଣକ୍ୟ ସ୍ମିତହାସ୍ୟ କରି ଧୀରେ ଧୀରେ କହିଲେ, ଚନ୍ଦ୍ରଗୁପ୍ତ, ଏକଥା ସ୍ମରଣ ରଖ, ଯଦି ଆଜି ସମଗ୍ର ବିଶ୍ୱର ସମସ୍ତ ସମ୍ପତ୍ତିକୁ ସବୁ ଦରିଦ୍ରଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟି ଦିଆଯାଏ ତେବେ କିଛି ବର୍ଷ ପରେ ପରିସ୍ଥିତି ପୁଣି ସେଇଆ ହେବ ଯାହା ଆଜି ଅଛି। ଦରିଦ୍ର ପୁଣି ଦରିଦ୍ର ହୋଇଯିବେ ଏବଂ ଧନୀ ପୁଣି ଧନୀ ହୋଇଯିବେ। କାହିଁକି ଜାଣିଛ? କାରଣ ଧନୀ ବା ଗରିବ ହେବା କେବଳ ଅର୍ଥ ଉପରେ ନୁହେଁ ବରଂ ବୁଦ୍ଧି ଉପରେ ନିର୍ଭର କରେ। ଯେଉଁ ବ୍ୟକ୍ତି ନିଜର ଜ୍ଞାନର ଘୋଡ଼ା ଦୌଡ଼ାଏ ତାକୁ ଧନ ପ୍ରାପ୍ତିରେ ବିଳମ୍ବ ହୁଏ ନାହିଁ, କିନ୍ତୁ ଯିଏ ନିଜ ବୁଦ୍ଧିକୁ ସୁପ୍ତ ରଖି କେବଳ ଦେହ କଷ୍ଟ କରେ ସେ ଚିରକାଳ ଅଭାବରେ ରହେ। ଧନ ହେଉଛି ବୁଦ୍ଧିର ଖେଳ, ଶ୍ରମର ନୁହେଁ। ତାପରେ ଚାଣକ୍ୟ କହିଲେ, ଆଜି ମୁଁ ତୁମକୁ 7ଟି ଏପରି ସୂତ୍ର କହିବି ଯାହାକୁ ଜାଣିବା ପରେ ତୁମର ସମୃଦ୍ଧିକୁ କେହି ରୋକିପାରିବେ ନାହିଁ। ଏହି ସୂତ୍ରଗୁଡ଼ିକ ଉପରେ ଯଦି ତୁମେ ଅମଳ କରିବ ତେବେ ଦିନେ ସମଗ୍ର ଭାରତବର୍ଷ ତୁମ ନାମରେ ଜୟ ଜୟକାର କରିବ। ପ୍ରଥମ ନିୟମ, ନିଜର ବୁଦ୍ଧିରେ ପୁଞ୍ଜି ନିବେଶ କର। ଏହା ହେଉଛି ସବୁଠାରୁ ବଡ଼ ନିବେଶ। ଯଦି ତୁମେ ପ୍ରକୃତରେ ଧନୀ ହେବାକୁ ଚାହୁଁଛ, ଜୀବନରେ ସେହି ଶିଖର ସ୍ପର୍ଶ କରିବାକୁ ଚାହୁଁଛ ଯେଉଁଠି ଧନର ଅଭାବ ନାହିଁ, ସମ୍ମାନର ଅଭାବ ନାହିଁ, ସ୍ୱାଧୀନତାର ଅଭାବ ନାହିଁ, ତେବେ ସର୍ବପ୍ରଥମ ଏବଂ ସର୍ବାଧିକ ଆବଶ୍ୟକୀୟ କାର୍ଯ୍ୟ ହେଉଛି ନିଜର ସମସ୍ତ ଧ୍ୟାନ, ସମସ୍ତ ସମ୍ପଦ ଓ ସମସ୍ତ ସମୟ ନିଜର ବୁଦ୍ଧିର ବିକାଶରେ ଲଗାଅ। ଶାରୀରିକ ଶ୍ରମକୁ ଗୌଣ କରିଦିଅ। ହାତ ପାଦରେ ପରିଶ୍ରମ କରିବାରେ କୌଣସି ଦୋଷ ନାହିଁ, କିନ୍ତୁ ତାହାଦ୍ୱାରା ତୁମେ କେବଳ ଏକ ସୀମା ପର୍ଯ୍ୟନ୍ତ ଯାଇ ଅଟକିଯିବ। ଜଣେ ଶ୍ରମିକ ଦିନରାତି କଠୋର ପରିଶ୍ରମ କରେ ତଥାପି 2 ବେଳା ଅନ୍ନ ପାଇଁ ଆବଶ୍ୟକତାଗ୍ରସ୍ତ ରହେ। କାହିଁକି? କାରଣ ସେ ନିଜର ବୁଦ୍ଧିକୁ କଦାପି ଜାଗ୍ରତ କରିନାହିଁ। ତେଣୁ ଜୀବନର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ଶିଖିବା ଜାରି ରଖ। ଯିଏ ଶିଖିବା ବନ୍ଦ କରିଦିଏ ସେ ଜୀବିତ ଥାଇ ମଧ୍ୟ ମୃତ ସମାନ, ତାଙ୍କର ଆୟ ମଧ୍ୟ ସ୍ଥଗିତ ହୋଇଯାଏ। ଦ୍ୱିତୀୟ ନିୟମ, ସୁଯୋଗକୁ ଚିହ୍ନିବା ଶିଖ। ଅବସରଃ କାଳେନ ଆଗଚ୍ଛତି କାଳେନ ସ୍ୟତୀତମ୍। ଅର୍ଥାତ୍ ସୁଯୋଗ ସମୟ ସହିତ ଆସେ ଏବଂ ସମୟ ସହିତ ନଷ୍ଟ ମଧ୍ୟ ହୋଇଯାଏ। ସୁଯୋଗ କେବେ କବାଟ ବାଡ଼େଇ କୁହେ ନାହିଁ ଯେ ମୁଁ ତୁମର ସୁଯୋଗ ମୋତେ ଗ୍ରହଣ କର। ଏହା ସର୍ବଦା ଛଦ୍ମ ବେଶରେ ଆସେ, କେବେ ବିପତ୍ତି ରୂପରେ, କେବେ କାହାର ପରିହାସ ରୂପରେ ତ କେବେ ବନ୍ଧୁର ଏକ ସାଧାରଣ ବାକ୍ୟ ରୂପରେ। ଯଦି ତୁମେ ଧନବାନ ହେବାକୁ ଚାହୁଁଛ ତେବେ ଆଜିଠାରୁ ପ୍ରତିଜ୍ଞା କର ଯେ ତୁମେ
କୌଣସି ସୁଯୋଗ ହାତଛଡ଼ା କରିବ ନାହିଁ। ମନେ ରଖ, ଧନ ତୁମ ପାଖକୁ ଆସେ ନାହିଁ, ବରଂ ଧନ ତୁମ ପାଖକୁ ଆସିବାର ପଥ ଖୋଜେ ଏବଂ ସେହି ପଥର ନାମ ହେଉଛି ସୁଯୋଗ। ତୃତୀୟ ନିୟମ, ସମୟ ଧନଠାରୁ ମଧ୍ୟ ଅଧିକ ମୂଲ୍ୟବାନ। ଯଦି ତୁମେ ଅର୍ଥର ଦାସ ନ ହୋଇ ଅର୍ଥକୁ ନିଜର ଦାସ କରିବାକୁ ଚାହୁଁଛ, ତେବେ ଗୋଟିଏ କଥା ଗଣ୍ଠି ପକାଇ ରଖ, ସମୟ ହେଉଛି ଧନଠାରୁ 1000 ଗୁଣ ଅଧିକ ମୂଲ୍ୟବାନ। ହଜିଯାଇଥିବା ଧନ ପୁଣି ଅର୍ଜନ କରାଯାଇପାରେ, କିନ୍ତୁ ବିତି ଯାଇଥିବା ସମୟ କେବେ ଫେରେ ନାହିଁ। ବିଶ୍ୱର ସମସ୍ତ ଧନୀ ବ୍ୟକ୍ତି ଗୋଟିଏ ବିଷୟରେ ସହମତ, ସେମାନଙ୍କର ସର୍ବବୃହତ୍ ଅସ୍ତ୍ର ସେମାନଙ୍କର ସମୟ ଥିଲା ଏବଂ ସର୍ବବୃହତ୍ ସମ୍ପଦ ସେମାନଙ୍କର ସମୟର ଅନୁଶାସନ ଥିଲା। ଯଦି ତୁମେ ଆଜି ମଧ୍ୟ ନିଜର ସମୟ ବ୍ୟର୍ଥ କରୁଛ, ତେବେ ତୁମେ ଧନୀ ହେବାର ଯୋଗ୍ୟ ନୁହଁ। କାରଣ ଧନୀ ହେବା କୌଣସି ଖେଳ ନୁହେଁ, ଏହା ଯୁଦ୍ଧ ଏବଂ ଏହି ଯୁଦ୍ଧରେ ଯେ ସର୍ବାଧିକ ଅନୁଶାସିତ ସେ ହିଁ ବିଜୟୀ ହୁଏ। ଧନ ତୁମ ନିକଟକୁ ତେବେ ହିଁ ଆସିବ ଯଦି ତୁମେ ପ୍ରମାଣିତ କରିବ ଯେ ତୁମେ ତା'ର ଯୋଗ୍ୟ, ଏବଂ ତୁମେ ଏହା କେବଳ ତଦ୍ୱାରା ପ୍ରମାଣିତ କରିପାରିବ ଯଦି ତୁମେ ନିଜର ପ୍ରତ୍ୟେକ ମୁହୂର୍ତ୍ତ, ପ୍ରତ୍ୟେକ ଶ୍ୱାସ, ପ୍ରତ୍ୟେକ ମିନିଟ୍ ତାହାକୁ ସମର୍ପିତ କରିବ। ଚତୁର୍ଥ ନିୟମ, ଧନ ଆସିବା ପୂର୍ବରୁ ନିଜକୁ ପ୍ରସ୍ତୁତ କର। ଧନ ରୋଜଗାର କରିବା ଅପେକ୍ଷା ଧନକୁ ନିଜ ପାଖରେ ଧରି ରଖିବା ଅଧିକ କଷ୍ଟକର। ମା ଲକ୍ଷ୍ମୀ ଅତ୍ୟନ୍ତ ଚତୁର। ସେ ସେହିଠାରେ ରହନ୍ତି ନାହିଁ ଯେଉଁଠାରେ ସଂଯମ ଓ ନିୟନ୍ତ୍ରଣର ଅଭାବ ଥାଏ। ଧନ ହେଉଛି ଏକ ନଦୀ ସଦୃଶ। ଯଦି ତୁମେ ଚରିତ୍ର ଓ ଅଭ୍ୟାସର ବନ୍ଧ ବାନ୍ଧିବ ନାହିଁ, ତେବେ ଏହା ବହିଯିବ। ଧନ ଆସିଲେ ତୁମର ପ୍ରକୃତ ପରୀକ୍ଷା ଆରମ୍ଭ ହୁଏ। ତାହା ତୁମକୁ ଦେଖାଏ ତୁମେ ପ୍ରକୃତରେ କିଏ। ଲୋଭ ଅଛି ନା ସନ୍ତୋଷ, ଅହଙ୍କାର ଅଛି ନା ବିନମ୍ରତା, ଅପବ୍ୟୟ ଅଛି ନା ବିବେକ, ପ୍ରଦର୍ଶନ ଅଛି ନା ଗରିମା। ଅଧିକାଂଶ ଲୋକ ଏହି ପରୀକ୍ଷାରେ ବିଫଳ ହୁଅନ୍ତି। ଅନେକ ଲୋକ ପଇସା ଆସିବା ମାତ୍ରେ ନୂତନ ଗାଡ଼ି, ନୂତନ ଫୋନ୍, ପାର୍ଟି, ମଦ୍ୟପାନ, ମଜାମସ୍ତି କରନ୍ତି। 2 ବର୍ଷ ପରେ ପୁଣି ସେହି ପୁରୁଣା ସାଇକେଲ। ଧନ ଆସିବା ପୂର୍ବରୁ ନିଜର ବିବେକକୁ ଏପରି ସଜାଗ କର ଯେ କୋଟି କୋଟି ମୁଦ୍ରା ଆସିଲେ ମଧ୍ୟ ତୁମର ବ୍ୟକ୍ତିତ୍ୱ ଯେପରି ଅବିଚଳିତ ରହିବ। ପଞ୍ଚମ ନିୟମ, ସଙ୍ଗତି ସଂସ୍କାର କର ଓ ଲକ୍ଷ୍ୟରେ ସ୍ଥିର ରୁହ। ତୁମେ ଯେତେ ଶିଖିଲେ, ଯେତେ ଅନୁଭବ କଲେ, ଯେତେ ସମୟ ଲଗାଇଲେ, ଯଦି ତୁମର ସଙ୍ଗତି ଭୁଲ, ତେବେ ସବୁ ବ୍ୟର୍ଥ। ତୁମେ ସେହିଭଳି ବ୍ୟକ୍ତି ହେବ ଯେଉଁଭଳି ବ୍ୟକ୍ତିଙ୍କ ସହ ତୁମେ ରୁହ। କାରଣ ଯେପରି ଲୌହ ଦ୍ୱାରା ଲୌହ ତୀକ୍ଷ୍ଣ ହୁଏ, ସେହିପରି ମନୁଷ୍ୟର ଚିତ୍ତ ତାହାପରି ହୋଇଥାଏ ଯାହା ସହିତ ସେ ଅଧିକ ସମୟ ବିତାଏ। ତୁମର ଭାଗ୍ୟ ଓ ଭବିଷ୍ୟତ ତୁମ ପାର୍ଶ୍ୱବର୍ତ୍ତୀ ବ୍ୟକ୍ତିଙ୍କ ଦ୍ୱାରା ନିର୍ଦ୍ଧାରିତ ହୁଏ। ଯେତେବେଳେ ତୁମେ ନୀଚ, ଆଳସୀ, ଲମ୍ପଟ, ନକାରାତ୍ମକ କଥା କହୁଥିବା ଲୋକଙ୍କ ମଧ୍ୟରେ ରହ, ତେବେ ତୁମର ମନ ମଧ୍ୟ ସେହିପରି ହୋଇଯାଏ। ତୁମକୁ ଲାଗେ ସଂସାରରେ କିଛି ସମ୍ଭବ ନୁହେଁ। ଧନ ତ କେବଳ ଭାଗ୍ୟରୁ ଆସେ, ପରିଶ୍ରମରୁ କିଛି ହୁଏ ନାହିଁ। ଏବଂ ଏହିପରି ବିଚାରରେ ତୁମେ ସ୍ୱୟଂ ନିଜର ପାଦରେ କୁରାଢ଼ି ମାରୁଛ। କିନ୍ତୁ ଯେତେବେଳେ ତୁମେ ଉଚ୍ଚ ଚିନ୍ତନଶୀଳ, ଧନୀ, ବିଦ୍ୱାନ, ସଂଯମୀ ଏବଂ ଲକ୍ଷ୍ୟନିଷ୍ଠ ଲୋକମାନଙ୍କ ମଧ୍ୟରେ ରହ, ତେବେ ତୁମର ମନ ମଧ୍ୟ ଉନ୍ନତ ହେବାକୁ ଲାଗେ। ତୁମେ ସ୍ୱୟଂ ଅନୁଭବ କରିବ, ମୁଁ ମଧ୍ୟ କରିପାରିବି। ଷଷ୍ଠ ନିୟମ, ଋଣ ଓ ସମ୍ପର୍କର ରଣନୀତି। ଚନ୍ଦ୍ରଗୁପ୍ତ, ମନେ ରଖ, ଋଣ ହେଉଛି ଏକ ଉଇ ସଦୃଶ ଯାହା ସମ୍ପର୍କକୁ ଭିତରୁ ଖୋଳି ଦିଏ। ଋଣରୁ ହିଁ ଧନର ସର୍ବାଧିକ କ୍ଷତି ହୁଏ। ଜୀବନରେ ଧନ ମାଗିବାକୁ ଆମର ନିଜର ନିକଟ ସମ୍ପର୍କୀୟମାନେ ଆସନ୍ତି, କେତେବେଳେ ମିତ୍ରମାନେ ମଧ୍ୟ। ଆମେ ନା କହିବାରେ ଦ୍ୱିଧା କରୁ, ଭୟ କରୁ ଯେ ସମ୍ପର୍କ ଭାଙ୍ଗି ନଯାଏ। ବାସ୍ତବତା ହେଉଛି ଅନେକ ଲୋକ ଜାଣନ୍ତି ନାହିଁ ନା କିପରି କୁହାଯିବ, କାରଣ ସେମାନଙ୍କ ପାଖରେ ସଠିକ୍ ଶବ୍ଦ କିମ୍ବା ପଦ୍ଧତି ନାହିଁ। କିନ୍ତୁ ଆଜି ମୁଁ ତୁମକୁ ସେହି ରଣନୀତି କହିବି। ଯେତେବେଳେ କେହି ତୁମଠାରୁ ଋଣ ମାଗିବାକୁ ଆସେ, ଯଦି ତୁମେ ଏହି 3ଟି ପ୍ରଶ୍ନ ପଚାରିବ, ତେବେ ସେ ସ୍ୱୟଂ ଋଣ ମାଗିବା ପରିବର୍ତ୍ତେ କୌଣସି ବାହାନା କରି ଚୁପଚାପ ବାହାରିଯିବ। ଏହି ବିଦ୍ୟା ଧ୍ୟାନ ଦେଇ ଶୁଣ, ଯାହାଦ୍ୱାରା ତୁମେ ନିଜର କଷ୍ଟ ଅର୍ଜିତ ସମ୍ପତ୍ତିକୁ ରକ୍ଷା କରିପାରିବ। ଚାଣକ୍ୟ ଏଠାରେ 5ଟି ମୂଲ୍ୟବାନ ଉପାୟ ବତାଇଛନ୍ତି। ପ୍ରଥମ ଉପାୟ, ତୁରନ୍ତ ଉତ୍ତର ଦିଅ ନାହିଁ। ଯେତେବେଳେ କେହି ଧନ ମାଗେ, ସେହି ମୁହୂର୍ତ୍ତରେ ହଁ କିମ୍ବା ନା କୁହ ନାହିଁ। କେବଳ ହସି କୁହ, ଭାଇ, ମୁଁ ତୁମର ଅସୁବିଧା ବୁଝୁଛି, କିନ୍ତୁ ମୋର ଧନ ବିଭିନ୍ନ ସ୍ଥାନରେ ବିନିଯୋଗ ହୋଇଛି। ମୋତେ ନିଜର ହିସାବ ଦେଖିବାକୁ ଦିଅ।
ଘରର ଲୋକଙ୍କ ସହ କଥା ହୋଇ କାଲି ଜଣାଇବି। ଏହି 24 ଘଣ୍ଟା ତୁମକୁ ଚିନ୍ତା କରିବାର ସୁଯୋଗ ଦିଏ ଏବଂ ସାମ୍ନା ଲୋକର ନିୟତ ମଧ୍ୟ ପରଖି ନିଏ। ଯଦି ଆବଶ୍ୟକତା ମିଥ୍ୟା ତେବେ ସେ ଅପେକ୍ଷା କରିବ ନାହିଁ, ଅନ୍ୟ କାହା ନିକଟକୁ ଯିବ। ଦ୍ୱିତୀୟ ଉପାୟ, ପ୍ରଶ୍ନ ପଚାର କିନ୍ତୁ ସଠିକ୍ ପଦ୍ଧତିରେ। 24 ଘଣ୍ଟା ପରେ ଯେତେବେଳେ ସେ ପୁଣି ଆସିବ, ତୁମେ ବାହାନା ଦିଅ ନାହିଁ ଯେ ଧନ କାହିଁକି ନାହିଁ, ବରଂ ତାଙ୍କୁ ପଚାର, ଭାଇ ମୁଁ ସାହାଯ୍ୟ କରିବାକୁ ଚାହୁଁଛି କିନ୍ତୁ ମୋତେ ଏହି ଧନ ଶୀଘ୍ର ଫେରସ୍ତ ଦରକାର, କାରଣ ମୋର ନିଜର ଖର୍ଚ୍ଚ ଅଛି। ତୁମର ଫେରସ୍ତ କରିବାର ଠୋସ୍ ଯୋଜନା କ'ଣ? ଧନ କେଉଁଠାରୁ ଆସିବ? ଏହି ପ୍ରଶ୍ନ ସେମାନଙ୍କର ନିୟତକୁ ପ୍ରକାଶ କରିଦିଏ। ଚାଣକ୍ୟ କହୁଥିଲେ, ପ୍ରଶ୍ନ ସେହି ବାଣ ଯାହା ମିଥ୍ୟାକୁ ଭେଦି ଦିଏ। ତୃତୀୟ ଉପାୟ, ସୁରକ୍ଷା ମାଗ। ଯଦି ସେ ତଥାପି ଜିଦ୍ ଧରେ ତେବେ କୁହ, ଭାଇ ନିୟମ ତ ରହେ ମୁଁ ଧନ ଦେବି, କିନ୍ତୁ ବଦଳରେ ଗୋଟିଏ ଛୋଟ ଗ୍ୟାରେଣ୍ଟି ଚାହୁଁଛି, ଯେପରିକି ଚେକ୍ କିମ୍ବା କିଛି ବସ୍ତୁ ରଖାଇ ଦିଅ। ଚାଣକ୍ୟ କହୁଥିଲେ, ବନ୍ଧକ ବିନା ଧନ ବାଲିରେ ଜଳ ପରି। ଚତୁର୍ଥ ଉପାୟ, ଅଭାବର ଭ୍ରମ ସୃଷ୍ଟି କର। ଯଦି ସେ କୁହନ୍ତି ଠିକ୍ ଅଛି, ଘର ଲୋକଙ୍କ ସହ କଥା କୁହ, ତେବେ କୁହ, ଟଙ୍କା ତ ଥିଲା କିନ୍ତୁ ବର୍ତ୍ତମାନ ଫିକ୍ସଡ ଡିପୋଜିଟ୍ରେ ରଖିଦେଇଛି। ଯଦି ବାହାର କରିବି ତ କ୍ଷତି ହେବ। ଯଦି ତୁମେ ସେହି କ୍ଷତି ପୂରଣ କରିବ ତେବେ ବାହାର କରିଦେବି। କୌଣସି ଋଣ ମାଗୁଥିବା ବ୍ୟକ୍ତି ତୁମର କ୍ଷତି କାହିଁକି ପୂରଣ କରିବ? ସେ ସ୍ୱୟଂ କହିବ, ରହିଯାଉ। ପଞ୍ଚମ ଉପାୟ, ଯଦି ସଙ୍କଟ ସତ୍ୟ ତେବେ ଛୋଟ ଦାନ ଦିଅ। ଚାଣକ୍ୟ କହୁଥିଲେ, ଦାନରୁ ଶତ୍ରୁ ମଧ୍ୟ ମିତ୍ର ହୋଇଯାଏ। ଯଦି କେହି ପ୍ରକୃତରେ ରୋଗୀ ଅଟେ କିମ୍ବା ବିପତ୍ତି ଅଛି ତେବେ ସମ୍ପୂର୍ଣ୍ଣ ରାଶି ଋଣ ଦିଅ ନାହିଁ। କୁହ, ଭାଇ ସମ୍ପୂର୍ଣ୍ଣ ରାଶି ଦେଇପାରିବି ନାହିଁ, କିନ୍ତୁ ଏତିକି ଦେଇପାରିବି ଏବଂ ଫେରସ୍ତ କରିବାର ଦରକାର ନାହିଁ। ଏହାଦ୍ୱାରା ତୁମର ଅଧିକ ଧନ ବଞ୍ଚିଯାଏ, ସମ୍ମାନ ମଧ୍ୟ ବଢ଼େ ଏବଂ ସେ ଅଧିକ ମାଗି ମଧ୍ୟ ପାରିବ ନାହିଁ। ଶେଷରେ ଚାଣକ୍ୟଙ୍କ ସମାପ୍ତି ବାଣୀ, ଆତ୍ମରକ୍ଷା ଓ ଧନର ରକ୍ଷା କରିବା ପରିବାରର ରକ୍ଷା କରିବା ସହ ସମାନ। ଭାବପ୍ରବଣତାରେ ବହି ନ ଯାଇ ବୁଦ୍ଧି ପ୍ରୟୋଗ କର। ଯଦି ଧନ ନ ଦେବାରୁ ସମ୍ପର୍କ ଭାଙ୍ଗୁଛି ତେବେ ଜାଣି ରଖ, ସେହି ସମ୍ପର୍କ ପ୍ରେମର ନୁହେଁ, ସ୍ୱାର୍ଥର ଥିଲା, ଯାହା କେବେ ହେଲେ ସୁଦୃଢ଼ ନଥିଲା। ନା କହିବା ମଧ୍ୟ ଏକ ଆତ୍ମସମ୍ମାନ। ଧନ କେବଳ ସଂଖ୍ୟା ନୁହେଁ, ଏହା ତୁମର ସ୍ୱାଧୀନତା, ତୁମର ପରିବାରର ସୁରକ୍ଷା, ତୁମର ଭବିଷ୍ୟତର ଆଧାର। ଏହାର ସଂରକ୍ଷଣ କର ବୁଦ୍ଧିର ସହିତ, ସଂଯମର ସହିତ, ବିବେକର ସହିତ। ଏହି ଗଭୀର ଜୀବନ ଦର୍ଶନକୁ ଶେଷ ପର୍ଯ୍ୟନ୍ତ ପଢ଼ିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ଆଜି ଆପଣ ଯେଉଁ ସମୟ ଏହି ବିଚାରଧାରା ପାଇଁ ଦେଲେ, ତାହା କେବଳ ପଠନ ନୁହେଁ, ବରଂ ଆପଣଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏକ ବୌଦ୍ଧିକ ନିବେଶ। ମନେ ରଖନ୍ତୁ, ଏହି ସଂସାରରେ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର କୌଣସି ଖଡ଼ଗ ନୁହେଁ, ବରଂ ଆପଣଙ୍କ ମସ୍ତିଷ୍କ। ଗୋଟିଏ ପ୍ରଶ୍ନର ଉତ୍ତର ଦିଅନ୍ତୁ, ଧନ, ସମୟ ଓ ବୁଦ୍ଧି ମଧ୍ୟରୁ କିଏ ବଡ଼? ଉତ୍ତର କମେଣ୍ଟ ବକ୍ସରେ ଲେଖନ୍ତୁ ଓ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ହର ହର ମହାଦେବ।